ଯୁଦ୍ଧ ତ ବହୁତ ଆଗରୁ ହବାର ଥିଲା କାହିଁକିନା ଉଗ୍ରପନ୍ଥୀ ମାନେ ସେମାନଙ୍କର ଯୋଉ ପ୍ରକାର ଭାବରେ ଟ୍ରେନିଂ କ୍ୟାମ୍ପ ପାକିସ୍ତାନ ଭିତରେ କରିଥିଲେ ଏବଂ ସେମାନେ ସେମାନଙ୍କୁ ଶିକ୍ଷା ଦେଇକରି ଆମର ଭାରତରେ ଯେଉଁ ଅସ୍ଥିରତା ସୃଷ୍ଟି କରିବା ପାଇଁ ଅପଚେଷ୍ଟା କରୁଥିଲେ ସେଟା ବହୁତ ବଢି ଯାଇଥିଲା। ଧୀରେ 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 ବଢି ଯାଇଥିଲା। ତେବେ ଏଇଟା ଗୋଟେ ଘଟଣା ଘଟିଲା, ସେମାନେ ନିଜ ଲୋକଙ୍କୁ ମାରିଲେ ଏବଂ ତାପରେ ଭାରତ ବହୁତ ସଂଯମତାର ସହିତ ଅପେକ୍ଷା କଲା ହୁଏତ କିଛି ହେଇପାରେ। ସେମାନେ 8-10 ଦିନ ଭିତରେ କୌଣସି ପ୍ରକାର ତାଙ୍କ ତରଫରୁ ରିଆକ୍ସନ କିଛି ଆସିଲା ନାହିଁ। ତେଣୁ ଶେଷରେ ଭାରତ ଯୁଦ୍ଧ କରିବା ପାଇଁ ବାଧ୍ୟ ହୋଇଛି ଏବଂ ଟେରୋରିଷ୍ଟ କ୍ୟାମ୍ପ ଉପରେ ଆକ୍ରମଣ କରୁଛି। କୌଣସି ସାଧାରଣ ଜନତାଙ୍କ ଉପରେ ଭାରତ ଆକ୍ରମଣ କରୁନାହିଁ। ଏଇଟା ହଉଛି ଭାରତର ମହନୀୟତା। ସିନ୍ଦୁର ଏଇଥିପାଇଁ ରହିଲା ଯେ ଯେତେବେଳେ ଟେରୋରିଷ୍ଟ ମାନେ ମାରିଲେ ଜଣ ଜଣ କରି ପଚାରୁଛନ୍ତି, ଲେଡିଜ ମାନଙ୍କୁ ବାହାର କରୁଛନ୍ତି, ଜେଣ୍ଟସ ମାନଙ୍କୁ ବାହାର କରୁଛନ୍ତି। ତାମାନେ କୋଉଠି ନା କୋଉଠି ଆମ ସନାତନ ଧର୍ମର ବଡ ଜିନିଷ ହଉଛି ସ୍ତ୍ରୀ ଲୋକ ମାନଙ୍କର ସିନ୍ଦୁର। ତେଣୁ ସିନ୍ଦୁର ପୋଛି ଦେଇଥିଲେ ସେମାନେ। ତେଣୁ ସରକାର ଯୋଉ ନାଁ ଦେଇଛନ୍ତି ଯେ ସିନ୍ଦୁର, ବହୁତ ସୁନ୍ଦର ନାଁ ଦେଇଛନ୍ତି, ଭାବିଚିନ୍ତି ଦେଇଛନ୍ତି। ଆକ୍ରମଣ ମଧ୍ୟ ଠିକ ଭାବରେ ଚାଲିଛି, ଯୁଦ୍ଧ ମଧ୍ୟ ଠିକ ଭାବରେ ଚାଲିଛି, ପ୍ରପର ଷ୍ଟ୍ରାଟେଜି ମାନେ ନେଇଛନ୍ତି। କାହିଁକିନା ଆଜି ୱାର୍ଲଡ ଦେଖୁଛି ଯେ ଭାରତ କୋଉ ଭଳି ଭାବରେ ତିନି ବାହିନୀକୁ ନେଇ କୋଉ ପ୍ରକାର ଆକ୍ରମଣ କରୁଛି। ସେ ଆକ୍ରମଣର ଯୋଉ ପ୍ରକାର ଆଧାର ରହିଛି ତାକୁ ବିଶ୍ୱ ଦେଖୁଛି। ଏବଂ ପାକିସ୍ତାନର ଯୋଉ ଅବସ୍ଥା, ଦୟନୀୟ ଅବସ୍ଥା, ଚାଷ ନାହିଁ, ବାସ ନାହିଁ, ଖାଦ୍ୟ ନାହିଁ, ମେଡିସିନ ନାହିଁ, ଅସ୍ତ୍ରଶସ୍ତ୍ର ନାହିଁ, କିଛି ନାହିଁ, କେବଳ ମୁହଁରେ ସେ ଚାଉଟରି କରୁଛି, କିଛି କରିବାର ନାହିଁ। ପାକିସ୍ତାନ ଖଣ୍ଡ ବିଖଣ୍ଡିତ ହେଇଯିବ, ତାହେଲେ ସେପଟେ ତାଲିବାନ, ଏପଟେ ଇଣ୍ଡିଆ। ତେଣୁ ତାଙ୍କର ଟେରୋରିଷ୍ଟ ଯେଉଁମାନେ ଅଛନ୍ତି ସେମାନେ ତାଙ୍କ ଲୋକଙ୍କୁ ଲଗେଇକି ବର୍ତ୍ତମାନ ସେନା ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିସାରିଲେଣି। ବେଲୁଚିସ୍ତାନ ବର୍ତ୍ତମାନ ତାଙ୍କ ସୈନ୍ୟବାହିନୀ ବିରୁଦ୍ଧରେ ବର୍ତ୍ତମାନ ଯୁଦ୍ଧ ଘୋଷଣା କରିସାରିଲେଣି। ତେଣୁ ମୁଁ ଭାବୁଛି କୋଉଠି ନା କୋଉଠି ଏଇଟା ହବାର ଥିଲା ଏବଂ ଆବଶ୍ୟକତା ଥିଲା। ଯାହା ହଉଛି ଭଲ ହଉଛି ଏବଂ ପାକିସ୍ତାନକୁ ଗୋଟେ ସମୁଚିତ ଶିକ୍ଷା ଦରକାର ଥିଲା। ଏବଂ ଏ ଶିକ୍ଷା କେବଳ ପାକିସ୍ତାନକୁ ନୁହେଁ, ମୋଟାମୋଟି ଭାବରେ ଟେରୋରିଷ୍ଟ ଅର୍ଗାନାଇଜେସନ ଯେତେ ଅଛି ସାରା ବିଶ୍ୱରେ ତା ବିରୁଦ୍ଧରେ ଏଇଟା ଗୋଟେ ସଂଗ୍ରାମ ଏବଂ ଏ ଯୁଦ୍ଧ ଜାରି ରହିବା ଉଚିତ। ଏବଂ ବିଶ୍ୱ ସମୁଦାୟ ଯେତେବେଳେ ଭାରତ ପକ୍ଷରେ ଅଛନ୍ତି କେବଳ ଟେରୋରିଷ୍ଟ ମାନଙ୍କୁ ଧ୍ୱଂସ କରିବା ପାଇଁ ଆଜି ବିଶ୍ୱ ଏକାଠି ହେଇଛି କହିଲେ ଭୁଲ ହବ ନାହିଁ। ଆମ ଯବାନ ମାନଙ୍କୁ ଆମେ ସମସ୍ତେ ମାନସିକ ସ୍ତରରେ ସପୋର୍ଟ ଦେବା ଏବଂ କୋଟି କୋଟି ଯେତେ ଅଛନ୍ତି ଆମର ଯବାନ ସେମାନଙ୍କୁ କୋଟି କୋଟି ସାଲ୍ୟୁଟ, କୋଟି କୋଟି ସାଲ୍ୟୁଟ। ଜୟ ଜଗନ୍ନାଥ।